ଏହି କାହାଣୀ ଏକ ଗାଁ ବିଷୟରେ, କେଉଁଠାରେ ଲୋକମାନେ ପରସ୍ପରର ସହଯୋଗରେ କିପରି ଜୀବନଯାପନ କରିବେ ଶିଖନ୍ତି। ଏକ ଗାଁ ଥିଲା, ଯେଉଁଠାରେ ଲୋକଙ୍କ ମଧ୍ୟରେ ଏକ ଅନନ୍ୟ ବନ୍ଧନ ଥିଲା। ସେଠାରେ ଲୋକମାନେ କଠିନ ପରିଶ୍ରମ କରୁଥିଲେ, ପରସ୍ପରକୁ ସାହାଯ୍ୟ କରୁଥିଲେ, ପରସ୍ପରର ଆନନ୍ଦ ଓ ଦୁଃଖ ବାଣ୍ଟୁଥିଲେ। ଏହି ଗାଁର କାହାଣୀ ଅତ୍ୟନ୍ତ ଚମତ୍କାର ଥିଲା। ଆସନ୍ତୁ ଶୁଣିବା ଏକ ନୂଆ କାହାଣୀ। ଥରେ ଗାଁକୁ ଜଣେ ନୂଆ ଲୋକ ଆସିଲେ। ତାଙ୍କର ନାମ ହରି ଥିଲା। ହରି ବହୁତ ନିରାଶଜନକ ପରିସ୍ଥିତିରେ ଆସିଥିଲେ। ସେ ଏକ ଛୋଟ ଗାଁରେ ବହୁତ ଦୂରରେ ରହୁଥିଲେ, ଯେଉଁଠାରେ ତାଙ୍କ ପରିବାର ରୋଗ ଏବଂ ଦାରିଦ୍ର୍ୟରେ ପୀଡ଼ିତ ଥିଲେ। ସେ ଭାବିଥିଲେ ଯେ ସେ ଏହି ଗାଁକୁ ଆସି ଏକ ନୂଆ ଜୀବନ ଆରମ୍ଭ କରିବେ। ହରି ଗାଁକୁ ଆସି ଆଦର୍ଶ ହେବାକୁ ଚେଷ୍ଟା କରିବାକୁ ଲାଗିଲେ। ସେ ପ୍ରତ୍ୟେକ କାର୍ଯ୍ୟରେ କଠିନ ପରିଶ୍ରମ କରିଥିଲେ, ଅନ୍ୟମାନଙ୍କୁ ସାହାଯ୍ୟ କରିଥିଲେ ଏବଂ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥିଲେ। ସେ ଅନ୍ୟ ଲୋକଙ୍କ ସୁଖ ଏବଂ ଦୁଃଖରେ ମଧ୍ୟ ଭାଗ ନେଉଥିଲେ। ଥରେ ଗାଁରେ ବହୁତ ଦୁଃଖର ସମୟ ଆସିଲା, ଯେତେବେଳେ ହଠାତ୍ ଗାଁ ମୁଣ୍ଡରେ ଥିବା ଗୋଟିଏ ପରିବାରର ପୁଅ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିଲା। ଚିକିତ୍ସା ପାଇଁ ତାଙ୍କ ପରିବାରର ଅର୍ଥ ଆବଶ୍ୟକ ଥିଲା, କିନ୍ତୁ ଦାରିଦ୍ର୍ୟ ହେତୁ ପରିବାର ପାଖରେ ସେତେ ଟଙ୍କା ନଥିଲା। ଯେତେବେଳେ ହରି ଏହା ଶୁଣିଲେ, ସେ ତୁରନ୍ତ ନିଜର ସମସ୍ତ ସଞ୍ଚୟକୁ ଦେଇ ପରିବାରକୁ ସାହାଯ୍ୟ କଲେ। ସେ ଚାହୁଁନଥିଲେ ଯେ ଏହି ଦୁଃଖୀ ପରିବାରକୁ ଆମ ଭଳି ସଂଘର୍ଷ କରିବାକୁ ପଡ଼ୁ। ସଞ୍ଚୟ ସହିତ ସେ ଅନ୍ୟ ଗ୍ରାମବାସୀଙ୍କୁ ମଧ୍ୟ ନିବେଦନ କରିଥିଲେ ଏବଂ ସେମାନେ ପରିବାରକୁ ମଧ୍ୟ ସାହାଯ୍ୟ କରିଥିଲେ। ଅଳ୍ପ ସମୟ ପରେ ପୁଅ ଚିକିତ୍ସା କରାଗଲା। ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲା। ଏହି ଘଟଣା ପରେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ଗ୍ରାମବାସୀଙ୍କ ଉଦ୍ଦେଶ୍ୟ ଆହୁରି ଶକ୍ତିଶାଳୀ ହେଲା। ଏହା ତାଙ୍କର ଶୁଭେଚ୍ଛା, ଉତ୍ତମତା ଏବଂ ଶକ୍ତିର ଫଳାଫଳ। ସେମାନେ ସମସ୍ତେ ବୁଝିଗଲେ ଯେ ଆମର ପ୍ରକୃତ ଲକ୍ଷ୍ୟ କେବଳ ଅନ୍ୟମାନଙ୍କୁ ସାହାଯ୍ୟ କରି ହାସଲ ହୁଏ।